ସେଇଟା କ'ଣ କହିବ ସେଇଟା କି ପ୍ରଧାନମନ୍ତ୍ରୀ ସେଇଟା ଡକାୟତ ପ୍ରଧାନମନ୍ତ୍ରୀ ଗେଟ୍ରେ ଯୋଉଠି ଟ୍ରେନ୍ ମାନେ ଗେଟ୍ କିପର ନାହିଁ ତେଣୁ କେମିତି ଟ୍ରେନ୍ ନ କଟିବେ କେମିତି ହାତୀ ଇଲେକ୍ଟ୍ରିକ୍ ତାରରେ ମରିବେନି ତା ବ୍ୟବସ୍ଥା କର। ଦ୍ୱିତୀୟ ଭାଇମାନେ ଶୁଣିଥା ହାତୀର କି ପାୱାର ଏଇ ଯୋଉ କେରଳରେ ହେଲା ଭୁଷୁଡ଼ି ପଡ଼ିଲା ପାହାଡ଼ ସେ ଗାଁର ଲୋକମାନେ 3 ମାସ ତଳେ ଗୋଟେ ସପୁରୀ ଭିତରେ ଗୋଟେ ବମ୍ ପୁରେଇ ଗୋଟେ ପ୍ରେଗନେଣ୍ଟ ହାତୀର ପ୍ରେଗନେଣ୍ଟ ଥିଲା ହାତୀ ତାକୁ ଦେଇଦେଲେ 15 ମିନିଟ୍ ପରେ ବ୍ରଷ୍ଟ କଲା ସେ ଛୁଆ ହାତୀ ମା ଫଗୁ ଭଳିଆ ମରିକି ପଡ଼ିଲେ ତାରି ନିଶ୍ୱାସରେ ହାତୀ ମାରିଆ ମହାପାପ କେରଳରେ ବିସ୍ଫୋରଣ ହେଲା ଏ ପାହାଡ଼ରେ ମଲେ 750 ଲୋକ ମରିଛନ୍ତି 3000 ଲୋକ ଇଞ୍ଜୋର୍ଡ ହେଇଛନ୍ତି। ହାତୀ ଏତେ ମୂଲ୍ୟବାନ ଜୀବ ତା ପ୍ରତି ଅନ୍ୟାୟ ହେବା ମୋହନ ବାବୁ ଠିକ୍ ନୁହଁ। ତେଣୁ ହାତୀ କେମିତି ମରିବେନି ଇଲେକ୍ଟ୍ରିକ୍ କରେଣ୍ଟରେ ହାତୀ କେମିତି ଟ୍ରେନ୍ରେ କଟିବେନି ହାତୀ କେମିତି ଆକ୍ସିଡେଣ୍ଟରେ ମରିବେନି ଆଉ କେତେକ ଖର ଚୋର ଡକାୟତ ଅଛନ୍ତି ହାତୀ ଦାନ୍ତ ପାଇଁ ହାତୀ ହତ୍ୟା କରୁଛନ୍ତି କଡ଼ାକଡ଼ି ଆକ୍ସନ ନେବା ପାଇଁ ମୁଁ ଅନୁରୋଧ କରୁଛି। ନିହାତି ସମସ୍ତେ ମାନିବା ଉଚିତ। ତିରଙ୍ଗା ପତାକା ହେଉଛି ଭାରତର ସମ୍ମାନ ତିରଙ୍ଗା ପତାକା ହେଉଛି ଭାରତର ଓଜନ ତିରଙ୍ଗା ପତାକା ହେଉଛି ଭାରତର ସମ୍ପତ୍ତି ତିରଙ୍ଗା ପତାକା ଇଜ୍ଜତ ରଖିବା ପାଇଁ ପ୍ରାଣ ବହୁ ଲୋକ ଦେଇଛନ୍ତି। ତିରଙ୍ଗା ପତାକା ଯେମିତି ଭାରତର ସବୁଆଡ଼େ ବୁଡ଼ିବ ଏ ମୋଦି କଥାରେ ନୁହେଁ ସେଇଟା କ'ଣ କହିବ ସେଇଟା କି ପ୍ରଧାନମନ୍ତ୍ରୀ ସେଇଟା ଡକାୟତ ପ୍ରଧାନମନ୍ତ୍ରୀ କାହିଁକି କାହାକୁ ମୋଦିକି ପ୍ରଶଂସା କରୁଛନ୍ତି ଗୋଲାପ ଫୁଲ ତାଙ୍କ ଜେଜେଙ୍କ ବେକରେ ପକେଟରେ ପୁରେଇଥିଲେ ତାଙ୍କ ପକେଟରେ ପୁରେଇଲେ କି ଯାଇକି କ'ଣ ପାଇଁ ପ୍ରଶଂସା କରିବେ? ଡିଜେଲ ବଢ଼ିଲା ପେଟ୍ରୋଲ ବଢ଼ିଲା ଗ୍ୟାସ୍ ବଢ଼ିଲା ଚାଉଳ ବଢ଼ିଲା ତେଲ ବଢ଼ିଲା ଘିଅ ବଢ଼ିଲା ପରିବା ବଢ଼ିଲା ଆମେ ମରୁଛୁ ଆଉ ଗୋଲାପ ଫୁଲ ନେଇ ତାଙ୍କ ପାଟିରେ ନା ଛାତିରେ ପୁରଉଥିଲେ ରାହୁଲ ଗାନ୍ଧୀ ମୋଦିର ସି ଗୋଟା ଅପାରକ ପ୍ରାଇମ୍ ମିନିଷ୍ଟର କି ଅବସ୍ଥାରେ ବାଂଲାଦେଶରେ ହିନ୍ଦୁକୁ ଅତ୍ୟାଚାର କରାହେଉଛି। ହଁ ମୁଁ ଯିବି ଆଖୁ ସମସ୍ୟା ପାଇଁ ମୋହନ ମାଝୀଙ୍କ ପାଖକୁ ଯିବି ଏ ଲୋକଙ୍କର ଦରକାର ନିହାତି ନିଟ୍ ଆଳୁଟା ନିହାତି ଦରକାର ସମସ୍ତେ ବଞ୍ଚିବା ପାଇଁ ମୁଁ କାଲି ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବି। ହଁ ହଁ ଆମେ ସର୍ଭେ କରୁଛୁ ସରକାର ତାଙ୍କର କରନ୍ତୁ ଆମେ ଡିମାଣ୍ଡ କରିଛୁ ଓଡ଼ିଶାର ଯେଉଁଠି ବଙ୍ଗାଳୀମାନେ ଆସି ପଶି ଆସିଛନ୍ତି ପଦ୍ମା ନଦୀ ଦେଇ ଭର୍ତ୍ତି ହେଇଛନ୍ତି ବାଲେଶ୍ୱରରେ ଭର୍ତ୍ତି ହେଇଛନ୍ତି କେନ୍ଦ୍ରାପଡ଼ାରେ ଭର୍ତ୍ତି ହେଇଛନ୍ତି ଜଗତସିଂହପୁରରେ କିଛି ଭୁବନେଶ୍ୱର ଆସିଛନ୍ତି ଆମ ଯୁବକମାନେ ଚାରିଆଡ଼େ ବୁଲିକିରି ସର୍ଭେ କରୁଛନ୍ତି କେଉଁଠି ବାଂଲାଦେଶୀ ଆସିଛି ତାଙ୍କୁ ମାରିବୁନି ତାଙ୍କୁ ଅତ୍ୟାଚାର କରିବୁନି ତାଙ୍କୁ ଖାଇବାକୁ ଦେବୁ କାରଣ ମନୁଷ୍ୟ ସେ ଏବଂ ତାଙ୍କୁ ନେଇକି ବର୍ଡର ଏରିଆରେ ଛାଡ଼ି ଦେଇକି ଆସିବୁ ଆମେ ଅତ୍ୟାଚାର କରିବୁନି ଆମ ଅମନୁଷ୍ୟ ନୁହଁ ଆମେ ବାଂଲାଦେଶୀ ଲୋକ ନୁହଁ ଆମେ ହିନ୍ଦୁକୁ ରେପ୍ କରିବୁ ରାସ୍ତା ଉପରେ ମର୍ଡର କରିବୁ ରାସ୍ତା ଉପରେ ଲୁଟ୍ କରିବୁ ପ୍ରଧାନମନ୍ତ୍ରୀ ଘରଟାକୁ ବି ଲୁଟ୍ କରି ନେଇ ପଳେଇଲେ। ମୁଁ କହିବି ତୁରନ୍ତ ତମେ ଦେଶକୁ ଫେରିଯା ତମକୁ ମାରିବୁନି ଆମେ ଯେହେତୁ ପଳେଇ ଯାଇଛ ଖାଇବାକୁ ଦେବୁ ଶୋଇବାକୁ ଜାଗା ଦେବୁ ଏବଂ ତା ପରଦିନ ସକାଳୁ ନେଇକି ତାଙ୍କ ବର୍ଡର ପାଖରେ ସେ ଏମିତି ବାଂଲାଦେଶ ଫେରିଯିବେ ବ୍ୟବସ୍ଥା କରିବୁ।